ଭଗବତୀ ଶରଣ ଦର୍ଶକ ବନ୍ଧୁ, 12 ଅଧିପତି ଶୁକ୍ରଦେବଙ୍କୁ ନମନ କରି ଜାଣିବା ଆଜିର ରାଶିଫଳ ବିଷୟରେ। ସର୍ବପ୍ରଥମେ ଜାଣିବା ଆଜିର ରାଶି ନକ୍ଷତ୍ର ତଥା ପଞ୍ଚାଙ୍ଗ ବିଷୟରେ। ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ଇଂରାଜୀ ତାରିଖ ନଭେମ୍ବର ମାସ 29 ତାରିଖ 2024 ମସିହା ଶୁକ୍ରବାର। ଆଜି ତ୍ରୟୋଦଶୀ ତିଥି। ସ୍ୱାତି ନକ୍ଷତ୍ର ତୁଳାଚନ୍ଦ୍ର। ଶୋଭନ ଯୋଗ ବାଣିଜ୍ୟକରଣ। ଦିବା 8 ଘଣ୍ଟା 40 ମିନିଟ୍ ପରେ ବିଷ୍ଟିକରଣ ଭୋଗ ହେବ। ଯୋଗିନୀ ଦକ୍ଷିଣ ଦିଗରେ। ଦିବା 8 ଘଣ୍ଟା 40 ମିନିଟ୍ ପରେ ପଶ୍ଚିମ ଦିଗରେ ରହିବେ। ଆଜି ବିଛା ଧନୁ ଓ ମୀନ ରାଶିର ଘାତ 12 ଏବଂ ସିଂହ କନ୍ୟା ଓ ମକର ରାଶି ମହିଳାଙ୍କ ଘାତ ଚନ୍ଦ୍ର। ରାହୁ କାଳ ଦିବା 10 ଘଣ୍ଟା 15 ମିନିଟ୍ରୁ ଦିବା 11 ଘଣ୍ଟା 37 ମିନିଟ୍ ମଧ୍ୟରେ। ମହେନ୍ଦ୍ର ବେଳା ଦିବା 3 ଘଣ୍ଟା 38 ମିନିଟ୍ରୁ ସନ୍ଧ୍ୟା 5 ଘଣ୍ଟା 6 ମିନିଟ୍ ମଧ୍ୟରେ। ରାହୁ କାଳରେ କୌଣସି ଆନୁଷ୍ଠାନିକ ମାଙ୍ଗଳିକ ଶୁଭ କାର୍ଯ୍ୟ କରିବା ଶାସ୍ତ୍ର ସମ୍ମତ ନୁହେଁ। ଏଣୁକରି ମହେନ୍ଦ୍ର ବେଳାଟି ସର୍ବୋତ୍ତମ, କାରଣ ମହେନ୍ଦ୍ର ବେଳାଟି ଶ୍ରୀହରି ବିଷ୍ଣୁଙ୍କ ଅତି ପ୍ରିୟ ବୋଲି ଶାସ୍ତ୍ର ମାର୍ଗଦର୍ଶନ କରିଥାଏ। ଆଜିର ଗ୍ରହ ସ୍ଥିତି: ବୃହସ୍ପତି ବୃଷ ରାଶିରେ, ମଙ୍ଗଳ କର୍କଟ ରାଶିରେ, କେତୁ କନ୍ୟା ରାଶିରେ, ଚନ୍ଦ୍ର ତୁଳା ରାଶିରେ, ରବି ବୁଧ ଯୁକ୍ତ ହୋଇକି ବିଛା ରାଶିରେ, ଶୁକ୍ର ଧନୁ ରାଶିରେ, ଶନି କୁମ୍ଭ ରାଶିରେ ଏବଂ ରାହୁ ମୀନ ରାଶିରେ ଗୋଚର କରିବେ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ଦିବ୍ୟ ଚିନ୍ତନ ବିଷୟରେ। ଦିବ୍ୟ ଚିନ୍ତନରେ ଅଛି ଜନ୍ମଜାତକରେ ପଞ୍ଚ ମହାପୁରୁଷ ଯୋଗ କିପରି ସଂଗଠିତ ହୋଇଥାଏ, ଉକ୍ତ ବିଷୟବସ୍ତୁ ନେଇକି ସଂକ୍ଷିପ୍ତ ଆଲୋଚନା। ଜ୍ୟୋତିଷ ଶାସ୍ତ୍ର କହେ ଶୁକ୍ର, ମଙ୍ଗଳ, ଶନି, ବୃହସ୍ପତି ଏବଂ ବୁଧ ଏହି 5ଟି ଗ୍ରହ ପଞ୍ଚ ମହାପୁରୁଷ ଯୋଗ ସୃଷ୍ଟି କରିଥାନ୍ତି। ଯଦି ଜନ୍ମଜାତକରେ ଏହି 5ଟି ଗ୍ରହ ଉଚ୍ଚ ସ୍ଥାନରେ ରହିଥିବେ କିମ୍ବା ସ୍ୱକ୍ଷେତ୍ରରେ ରହିଥିବେ ଏବଂ ସେହି ସ୍ଥାନଟି ଯଦି କେନ୍ଦ୍ର ସ୍ଥାନ ହୋଇଥାଏ, ଇଏ ପ୍ରବଳ ମାତ୍ରାରେ ଶୁଭଫଳ ପ୍ରଦାନ କରିଥାନ୍ତି। ମଙ୍ଗଳ ଯଦି ଉଚ୍ଚ ଅବସ୍ଥାରେ ରହିଥାନ୍ତି ତାହେଲେ ଜନ୍ମଜାତକରେ ରୋଚକ ଯୋଗ ସଂଗଠିତ ହୋଇଥାଏ। ଶନି ହେତୁ ଶଶକ ଯୋଗ, ବୃହସ୍ପତିଙ୍କ ହେତୁ ହଂସ ଯୋଗ ସୃଷ୍ଟି ହୁଏ, ବୁଧ ହେତୁ ଭଦ୍ର ଯୋଗ ସୃଷ୍ଟି ହୋଇଥାଏ। ଦର୍ଶକ ବନ୍ଧୁ, ଜନ୍ମଜାତକରେ ପଞ୍ଚ ମହାପୁରୁଷ ଯୋଗ, ଦେବଦୁର୍ଲଭ ଯୋଗ, ଏହିପରି ଯୋଗଜାତ ବ୍ୟକ୍ତି ବୃହସ୍ପତି ସଦୃଶ ହୋଇକି ସତ୍ପୁରୁଷ ହୋଇଥାନ୍ତି। କୁଳାଗ୍ର କନ୍ୟା ହେବା ସହିତ ପ୍ରଖ୍ୟାତ ନାମ ହୋଇଥାନ୍ତି। ବିଶେଷ କରି ଅମର କୀର୍ତ୍ତି ସ୍ଥାପନ କରିକି ଇହଧାମ ତ୍ୟାଗ କରିଥାନ୍ତି। ଏବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ରାଶିଫଳଟି ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ଆପଣଙ୍କ ଜନ୍ମକୋଷ୍ଠୀରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଛନ୍ତି ସିଏ ହେଉଛି ଆପଣଙ୍କ ଚନ୍ଦ୍ର ରାଶି ବା ଜନ୍ମ ରାଶି। ଯଦି ଆପଣ ନିଜର ଜନ୍ମ ରାଶି ଜାଣିନାହାନ୍ତି ତାହେଲେ ପ୍ରଚଳିତ ନାମ ରାଶି ଅନୁସାରେ ରାଶିଫଳଟି ଦେଖିପାରିବେ। ଚନ୍ଦ୍ରମା ଆଜି ରାହୁଙ୍କ ନକ୍ଷତ୍ରରେ ତୁଳା ରାଶିରେ ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ, ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ମିତ୍ର ଲାଭର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ଶାନ୍ତିପୂର୍ଣ୍ଣ ଭାବେ କର୍ମ ନିର୍ବାହ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ରହିବ। ଦିନଟିରେ ସ୍ତ୍ରୀ ଜାତି ଠାରୁ ପ୍ରବଳ ମାତ୍ରାରେ ସାହାଯ୍ୟ ସହାନୁଭୂତି ମିଳିପାରେ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନୂତନ କର୍ମରେ ମତି ଧାବନ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଫିକା ଗୋଲାପୀ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଦୁମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆକସ୍ମିକ ଅର୍ଥ ଲାଭର ସୂଚନା ଅଛି। ମିଳିତ ବ୍ୟବସାୟକୁ ନେଇକି ଅତ୍ୟନ୍ତ ଖୁସି ଅନୁଭବ କରିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଗୁପ୍ତ ଶତ୍ରୁ ପରାଜିତ ହେବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଗହଣରେ ସମୟ ଅତିବାହିତ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଧବଳବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ଦେବୀ ମନ୍ଦିରରେ ଘୃତ ଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କଳହର ବାତାବରଣ ରହିପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ପରିଶ୍ରମ ମୁତାବକ ଫଳ ପ୍ରାପ୍ତି କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖନ୍ତୁ। ସ୍ୱାସ୍ଥ୍ୟ ଶରୀର ବିଶେଷ ସୁଖଦାୟକ ନୁହେଁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଘନ ନୀଳ ରଙ୍ଗ, ଶୁଭ ଅଙ୍କ 7। ଆପଣ ଆଜି କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ରାଧାକୃଷ୍ଣାୟ ନମୋ ଭଗବତେ ବାସୁଦେବାୟ ନମଃ
ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମାନସିକ ଅଶାନ୍ତି ବୃଦ୍ଧି ହୋଇପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ଗତିରୋଧ ଯୋଗ ସୃଷ୍ଟି ହେବ। ଦିନଟିରେ ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବେଶୀ ସୁଖଦାୟକ ନୁହେଁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ପରିବାର ମଧ୍ୟ ଶାନ୍ତିର ବାତାବରଣ ରଖିବା ସହିତ ପିତାମାତାଙ୍କ ପ୍ରତି ଯତ୍ନଶୀଳ ରୁହନ୍ତୁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟରେ ବାଧକ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଉତ୍ସାହିତ ରହିବେ। ସରକାରୀ ବେସରକାରୀ କର୍ମକୁ ନେଇକି ବୃଥା ଭ୍ରମଣ ଯୋଗ ପରିଲକ୍ଷିତ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦ୍ୟ ଶୁଭଦାୟକ ନୁହେଁ। ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ମଧ୍ୟ ଦୁର୍ବଳ ରହିପାରେ। ଯାତ୍ରା ପାଇଁ ଦିନଟି ଅତି ଉତ୍ତମ ରହିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବୃଥା ଭ୍ରମଣ କରିକି ସନ୍ତାପିତ ହେବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆଳସ୍ୟ ଭାବ ଦେଖାଯିବ। ସରକାରୀ ବେସରକାରୀ କର୍ମକୁ ନେଇକି ଆକସ୍ମିକ ମନ ଭିତରେ ଅଶାନ୍ତିର ବାତାବରଣ ଜାତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦ୍ୟ ଶୁଭଦାୟକ ନୁହେଁ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିନଟିରେ ଆର୍ଥିକ କ୍ଷୟକ୍ଷତିର ସୂଚନା ଅଛି। ଦିନଟିରେ ବାକ୍ଶୁଦ୍ଧି ନିତାନ୍ତ ଦରକାର। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ ହୁଅନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଆନନ୍ଦରେ ସମୟ ଅତିବାହିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଦୀର୍ଘ ଦିନରୁ ଅଟକି ରହିଥିବା କର୍ମ ସମ୍ପାଦନ କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମାଧୁର୍ଯ୍ୟ ଭରା ରହିବ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନୂତନ କର୍ମରେ ମତି ଧାବନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 8। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅଶାନ୍ତିର ବାତାବରଣ ଜାତ ହେବା ସହିତ ସରକାରୀ ବେସରକାରୀ କର୍ମକୁ ନେଇକି ଉପରିସ୍ଥ କର୍ମଚାରୀଙ୍କ ଠାରୁ କଟୁ ଭାଷା ଶୁଣିପାରନ୍ତି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବେଶୀ ସୁଖଦାୟକ ନୁହେଁ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିନଟିରେ ଅପବ୍ୟୟ ଖର୍ଚ୍ଚର ସୂଚନା ଅଛି। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ପରିବାର ମଧ୍ୟ ଶାନ୍ତିର ବାତାବରଣ ରଖିବା ସହିତ ଦିନଚର୍ଯ୍ୟା ଏବଂ ପାରିବାରିକ ପରିବେଶ ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ତରତର ନିଷ୍ପତ୍ତି ନେଇକି ସନ୍ତାପିତ ହୋଇପାରନ୍ତି। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସିନ୍ଦୁର ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 6। ଆପଣ ଆଜି ଶିବ ପଞ୍ଚାକ୍ଷର ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଭୟଭୀତ ଭାବନା ଜାତ ହୋଇପାରେ। ସରକାରୀ ବେସରକାରୀ କର୍ମକୁ ନେଇକି ଆୟ ସ୍ଥିତି ସବଳ ରହିବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ସବଳ ରହିବା ସହିତ ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଯିବ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ, ପ୍ରତି ସମୟରେ ଶୁଭଫଳ ପ୍ରାପ୍ତି କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ଗଙ୍ଗଣପତାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦଶମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଦାସର୍ବଦା କର୍ମଚଞ୍ଚଳ ରହିବେ। ସରକାରୀ ବେସରକାରୀ କର୍ମକୁ ନେଇକି ନୂତନ କର୍ମରେ ମତି ଧାବନ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସଦୃଢ଼ ରହିବା ସହିତ ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଦିନଟିରେ ତଳିପାଦରେ ଏବଂ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହୋଇପାରେ। ଯାତ୍ରା ପାଇଁ ଦିନଟି ଆଦ୍ୟ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କର୍ମଚଞ୍ଚଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ନୀଳବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ଦେବୀ ମନ୍ଦିରରେ ଘୃତଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସୂଚନା ଅନୁଶୋଚନା ଭିତରେ ସମୟ ଅତିବାହିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଆଳସ୍ୟ ଗୁଣ ରହିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବ।
ପ୍ରେମ ସମ୍ପର୍କକୁ ନେଇକି ନୂତନ ଅନୁଭୂତି ଜାଗ୍ରତ ହେବ। ଆର୍ଥିକ ସ୍ଥିତି ସବଳ ଅଟେ। ସ୍ୱାସ୍ଥ୍ୟ ଶରୀର ଅତି ଉତ୍ତମ ଅଟେ। ଯାତ୍ରା ପାଇଁ ଦିନଟି ସୁଖଦ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନୂତନ କର୍ମରେ ମତେ ଧାବନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ସବୁଜ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। ଆପଣ ଆଜି ତ୍ରିଶାଖା ବେଲପତ୍ର ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଦାସର୍ବଦା ସତର୍କ ରୁହନ୍ତୁ। ସରକାରୀ ବେସରକାରୀ କର୍ମକୁ ନେଇକି ମନସ୍ତାପ ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦୌ ଶୁଭଦାୟକ ନୁହେଁ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିନଟିରେ ଅର୍ଥ ପାଇଁ ବାଦ ବିବାଦ ଉତ୍ପନ୍ନ ହେବ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରହିବା ସହିତ ଯାତ୍ରା ସମୟରେ ସତର୍କ ରୁହନ୍ତୁ। ରାସ୍ତାଘାଟରେ ଯିବା ଆସିବା ସମୟରେ ଚତୁଷ୍ପଥ ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ। ଯାତ୍ରା ପାଇଁ ଦିନଟି ଆଦୌ ଶୁଭଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ନାରଙ୍ଗୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 3। ଆପଣ ଆଜି ଦୁର୍ଗାନବାକ୍ଷରୀ ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ଦିବ୍ୟ ଚିନ୍ତନ। ଏବେ ଅନୁମତି ଦିଅନ୍ତୁ। ନବମା ଭଗବତୀ ଶରଣ।